ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ କେଲୁଆ ପଞ୍ଚାୟତର ଜଣେ ଭାଇ ଗାଡ଼ି ନେଇ ଗଜପତି ଅଭିମୁଖେ ଯାଇଥିବା ସମୟରେ ଜିରାଙ୍ଗଜଙ୍ଗ ଖସଡ଼ା ତୁର୍ଡି ନିକଟରେ ଭାଇଙ୍କ ଗାଡ଼ିଟି କିଛି ସମସ୍ୟା ହୋଇଥିଲା ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ସେ ସାହାଯ୍ୟ ସହଯୋଗ ଲୋଡ଼ିଥିଲେ ଓଡ଼ିଶା ଡ୍ରାଇଭର ମହାସଂଘର ଏବଂ ଗଜପତି ଜିଲ୍ଲାର ଭାଇମାନେ ପହଞ୍ଚି ଭାଇଙ୍କୁ ସାହାଯ୍ୟ ସହଯୋଗ କରିଥିଲେ। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକର ଜଣେ ଭାଇ ଗାଡ଼ି ନେଇ ଯାଇଥିବା ସମୟରେ ଭାଇ କୌଣସି ଗାଡ଼ି ସହିତ ତାଙ୍କର ଗାଡ଼ିର ଦୁର୍ଘଟଣା ହୋଇଥିଲା ଏବଂ ନୟାପଲ୍ଲୀ ଥାନାରେ ଏକ କେସ୍ ହୋଇଥିଲା, ଯାହାଦ୍ୱାରା ଭାଇ ସାହାଯ୍ୟ ସହଯୋଗ ଲୋଡ଼ିଥିଲେ ଓଡ଼ିଶା ଡ୍ରାଇଭର ମହାସଂଘକୁ। ପରବର୍ତ୍ତୀ ମୁହୂର୍ତ୍ତରେ ଭୁବନେଶ୍ୱର ବ୍ଲକର ଭାଇମାନେ ପହଞ୍ଚି ଭାଇଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେଇଥିଲେ ଏବଂ ତାଙ୍କର ଯାହା କିଛି ଥାନା ପୁଲିସର କେସ୍ ମଧ୍ୟ ଥିଲା ତାକୁ ସମାଧାନ କରିଥିଲେ। କଟକ ଜିଲ୍ଲା ଡମ୍ପଡ଼ା ବ୍ଲକର ଜଣେ ଭାଇ ଗାଡ଼ି ନେଇ ଢେଙ୍କାନାଳ ଅଭିମୁଖେ ଯାଇଥିବା ସମୟରେ ଭାଇଙ୍କ ହଠାତ୍ ଦେହ ଅସୁସ୍ଥ ହୋଇଥିଲା। ନିମବାହାଳି ବିଲେଇ ଢାବା ପାଖରେ ଭାଇଙ୍କର ଫୁଡ଼୍ ପଏଜନ୍ ହୋଇଯାଇଥିଲା ଏବଂ ଭାଇ ପୁରା ସିରିୟସ୍ ହୋଇଯାଇଥିଲେ। ସିଏ ସହଯୋଗ ମାଗିଥିଲେ ଓଡ଼ିଶା ଡ୍ରାଇଭର ମହାସଂଘକୁ। ପରବର୍ତ୍ତୀ ମୁହୂର୍ତ୍ତରେ ଓଡ଼ାପଡ଼ା ଡ୍ରାଇଭର ମହାସଂଘର ଭାଇମାନେ ପହଞ୍ଚି ଭାଇଙ୍କୁ ମେରହାମୁଣ୍ଡଲି ମେଡ଼ିକାଲରେ ନେଇ ଆଡ଼ମିଟ୍ କରିଥିଲେ। ସେଠି ଚିକିତ୍ସା ପରେ ଭାଇଙ୍କୁ ଆଣି ପୁଣି ଥରେ ଗାଡ଼ିରେ ଛାଡ଼ିଥିଲେ। ଓଡ଼ିଶା ଡ୍ରାଇଭର ମହାସଂଘ କଟକ ସହରର ଅଫିସର ଗତକାଲି ଦ୍ୱିତୀୟ ବାର୍ଷିକ ଉତ୍ସବ କଟକ ସହର ଅଫିସକୁ 1 ବର୍ଷ ପୂର୍ତ୍ତି ଉପଲକ୍ଷେ ଭାଇମାନେ ଏକ ଉତ୍ସବ ରଖିଥିଲେ, ଯେଉଁଥିରେ ଜିଲ୍ଲା କମିଟି ଏବଂ କଟକ ସହରର ସମସ୍ତ ସଦସ୍ୟ ଭାଇମାନେ ଉପସ୍ଥିତ ରହିଥିଲେ ଏବଂ ବାର୍ଷିକ ଉତ୍ସବ ପାଳନ ଉଦ୍ଦେଶ୍ୟରେ ଭାଇମାନେ ନୂତନ କରି ଅଫିସ ଘରକୁ ସାଜସଜ୍ଜା ସହିତ ନୂତନ ବ୍ୟାନର ପୋଷ୍ଟର ଲଗାଇ ଚାକଚକ୍ୟ ମଧ୍ୟ କରିଥିବାର ଦୃଶ୍ୟମାନ ହୋଇଅଛି। ଗତ 2 ଦିନ ହେବ ଯାଜପୁର ଜିଲ୍ଲାର ଜଣେ ଭାଇ ଯିଏକି ଗାଡ଼ି ନେଇ ନବରଙ୍ଗପୁର ଅଭିମୁଖେ ଯାଇଥିଲେ, ଝରିଗାଁ ପାଖରେ ତେଲ ନଦୀ ପାଖରେ ଭାଇଙ୍କର ଗାଡ଼ିଟି ଖରାପ ଥିଲା ଏବଂ 2 ଦିନ ବ୍ରେକ୍ଡାଉନ୍ ପଡ଼ିବା ପରେ ଗତକାଲି ଭାଇଙ୍କର ଗାଡ଼ି ସବୁକିଛି ଠିକ୍ ହୋଇଯାଇଛି ଏବଂ ନିହାତି ଭାବରେ ଝରିଗାଁ ବ୍ଲକର ଭାଇମାନେ ଆସି ଭାଇଙ୍କୁ ଭରପୁର ସାହାଯ୍ୟ ସହଯୋଗ କରିଥିବାର ସୂଚନା ରହିଛି। ଝାରସୁଗୁଡ଼ା ସଦରର ଜଣେ ଭାଇ ଗାଡ଼ି ନେଇ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଭିମୁଖେ ଆସିଥିଲେ ଏବଂ ଫେରୁଥିବା ସମୟରେ ଯେହେତୁ ଛୋଟ ଗାଡ଼ି କୁଚିଣ୍ଡାରୁ କିଛି ପାସେଞ୍ଜର ଚଢ଼େଇଥିଲେ, ତ ଅନ୍ୟ ଏକ ମହାସଂଘରେ ଥିବା ଡ୍ରାଇଭର ଭାଇ ଯାଇ ତାଙ୍କୁ ବିରୋଧ କରିଥିଲେ ଯେ ଏଠୁ ପାସେଞ୍ଜର ନେଇପାରିବନି ବୋଲି। ତ ନିହାତି ଭାବରେ ତାହା ଏକ ସମସ୍ୟାର ରୂପ ନେଇଥିଲା ଏବଂ ଭାଇ ଜଣକ ଏ ଭାଇଙ୍କର ଗାଡ଼ିରୁ ଚାବି ଘିଚି ନେଇଥିଲେ। ତେଣୁକରି ନିହାତି ଏକ ସମସ୍ୟା ସୃଷ୍ଟି ହୋଇଥିଲା। ଭାଇ ସହଯୋଗ ପାଇଁ ଓଡ଼ିଶା ଡ୍ରାଇଭର ମହାସଂଘକୁ ଅନୁରୋଧ କରିଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ କୁଚିଣ୍ଡା ବ୍ଲକର ଭାଇମାନେ ପହଞ୍ଚି କଥାର ସମାଧାନ କରିଥିଲେ ଏବଂ ଆପୋଷ ବୁଝାମଣାରେ ଦୁଇ ଭାଇଙ୍କୁ ମିଳାମିଶା କରିଥିବାର ସୂଚନା ରହିଛି। ଅନୁଗୁଳ ଜିଲ୍ଲା ପୁରୁଣାଗଡ଼ ମାଟିଆସାହି ଜିପିର ଜଣେ ଭାଇ ଗାଡ଼ି ନେଇ କୋରାପୁଟ ଅଭିମୁଖେ ଯାଇଥିବା ସମୟରେ ଜୟପୁର ପାଖରେ ଭାଇଙ୍କ ଗାଡ଼ି ବ୍ରେକ୍ଡାଉନ୍ ହୋଇଥିଲା ଏବଂ ଭାଇ ଅନୁରୋଧ କରିଥିଲେ ଓଡ଼ିଶା ଡ୍ରାଇଭର ମହାସଂଘକୁ ସାହାଯ୍ୟ ସହଯୋଗ ପାଇଁ। ପରବର୍ତ୍ତୀ ମୁହୂର୍ତ୍ତରେ କୋରାପୁଟ ଜିଲ୍ଲା ଜୟପୁରର ଭାଇମାନେ ପହଞ୍ଚି ଭାଇଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେଇଥିଲେ ଏବଂ ଯାହା ବି ସମସ୍ୟା ଥିଲା ତାକୁ ସମାଧାନ କରିଥିଲେ। ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକର ଜଣେ ଭାଇ ରମେଶ ଚନ୍ଦ୍ର ମୁଣ୍ଡାଙ୍କ ଦେହାନ୍ତ ପରେ ଗତକାଲି ତାଙ୍କର ଏକାଦଶାହ କାର୍ଯ୍ୟରେ ଭଣ୍ଡାରୀପୋଖରୀ ବ୍ଲକର ସମସ୍ତ ଭାଇମାନେ ଯୋଗଦାନ କରିଥିଲେ ଏବଂ ଭାଇଙ୍କର ଏକାଦଶାହ କାର୍ଯ୍ୟରେ ସମ୍ପୂର୍ଣ୍ଣ ସାହାଯ୍ୟ ସହଯୋଗ କରିବା ସହିତ ତାଙ୍କ ପରିବାରକୁ ସମସ୍ତ ଭାଇମାନେ କଲେକ୍ସନ୍ କରି 16,000 ଟଙ୍କାର ଅର୍ଥରାଶି ସହାୟତା କରିଥିଲେ ଏବଂ ଆଗାମୀ ଦିନରେ ତାଙ୍କ ପରିବାରର ଯାହା ବି ସୁବିଧା ଅସୁବିଧା ହେବ ନିହାତି ଓଡ଼ିଶା ଡ୍ରାଇଭର ମହାସଂଘ ତାଙ୍କ ସହିତ ଛିଡ଼ା ହେବ ବୋଲି ଆଶ୍ୱାସନା ଦେଇଥିଲେ ଏବଂ ଭାଇଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା ମଧ୍ୟ କରିଥିଲେ। ଢେଙ୍କାନାଳ ଜିଲ୍ଲା ଗୋନ୍ଦିଆ ବ୍ଲକର ଜଣେ ଭାଇ ଗାଡ଼ି ନେଇ ଯାଜପୁର ଜିଲ୍ଲା ଅଭିମୁଖେ ଯାଇଥିବା ସମୟରେ ଯାଜପୁର ଜିଲ୍ଲା କୋରେଇ ବ୍ଲକ ବ୍ୟାସନଗର ସାହୁ ମାର୍କେଟ ପାଖରେ ଭାଇଙ୍କ ଗାଡ଼ିଟି
ଖରାପ ହେଇଥିଲା ଏବଂ ଭାଇ ସାହାଯ୍ୟ ସହଯୋଗ ଲୋଡ଼ିଥିଲେ ଓଡ଼ିଶା ଡ୍ରାଇଭର ମହାସଂଘର। ରାତି ହେଇଥିଲେ ବି ଭାଇମାନେ ପଛଘୁଞ୍ଚା ନ ଦେଇ କୋରେଇ ଡ୍ରାଇଭର ମହାସଂଘର ଭାଇମାନେ ପହଞ୍ଚିଥିଲେ ଏବଂ ଭାଇଙ୍କୁ ସମ୍ପୂର୍ଣ୍ଣ ସାହାଯ୍ୟ ସହଯୋଗ ଯୋଗାଇ ଦେଇଥିବାର ସୂଚନା ରହିଛି। କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ସୁବାସ ଭତ୍ରା ଭାଇଙ୍କର ଦେହାନ୍ତ ପରେ ଗତକାଲି କୋଟପାଡ଼ ବ୍ଲକ ଏବଂ କୋରାପୁଟ ଜିଲ୍ଲାର ସମସ୍ତ ବ୍ଲକର ଭାଇମାନେ ସୁବାସ ଭତ୍ରା ଭାଇଙ୍କର ବାସଭବନରେ ପହଞ୍ଚିଥିଲେ ଏବଂ ଶୋକସନ୍ତପ୍ତ ପରିବାରକୁ କିଛି ଆଶ୍ୱାସନା ଦେବାର ସହିତ ଆଗାମୀ ଦିନରେ ତାଙ୍କର ସୁଖର ଦୁଃଖରେ ନିହାତି ଓଡ଼ିଶା ଡ୍ରାଇଭର ମହାସଂଘ ଛିଡ଼ା ହୋଇ ରହିଛି ବୋଲି ବୁଝାଇବା ସହିତ ତାଙ୍କ ପରିବାରକୁ ସମସ୍ତ ଭାଇମାନଙ୍କ ଠାରୁ କଲେକ୍ସନ୍ କରି 33,500 ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ। ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ହରିହରପୁର ଜିପିର ଜଣେ ଭାଇ କଟକ ବଡ଼ ମେଡ଼ିକାଲକୁ ଯାଇଥିଲେ ଏବଂ ତାଙ୍କୁ କିଛି ସମସ୍ୟା ହେଇଥିଲା ବା ତାଙ୍କୁ ସାହାଯ୍ୟ ସହଯୋଗର ଆବଶ୍ୟକତା ଥିଲା। ତ ସେ ସାହାଯ୍ୟ ସହଯୋଗ ଲୋଡ଼ିଥିଲେ ଓଡ଼ିଶା ଡ୍ରାଇଭର ମହାସଂଘକୁ ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ କଟକ ହେଲ୍ପଲାଇନ୍ର ଭାଇମାନେ ପହଞ୍ଚି ଭାଇଙ୍କୁ ଭରପୁର ସାହାଯ୍ୟ ସହଯୋଗ କରିଥିଲେ ଏବଂ ଯାହା କିଛି ବି ତାଙ୍କ ସମସ୍ୟା ରହିଥିଲା ସବୁକୁ ସମାଧାନ କରିଥିଲେ ଏବଂ ସାହାଯ୍ୟ ପାଇବା ପରେ ଭାଇ କଟକ ହେଲ୍ପଲାଇନ୍ର ଭାଇମାନଙ୍କୁ ଧନ୍ୟବାଦ ମଧ୍ୟ ପ୍ରଦାନ କରିଥିଲେ। ଯାଜପୁର ଜିଲ୍ଲା କୋରେଇ ବ୍ଲକର ସମ୍ପାଦକ ଭାଇ ତାଙ୍କର ଧର୍ମପତ୍ନୀଙ୍କୁ ଚିକିତ୍ସା କରାଇ ନେଇଥିବା ବେଳେ ଯାଜପୁର ରୋଡ଼ ମେଡ଼ିକାଲରେ ସେ ଚିକିତ୍ସା କରାଉଥିଲେ ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କୁ ଯାଜପୁର ଟାଉନ୍ ମେଡ଼ିକାଲକୁ ସିଫ୍ଟ କରାଯାଇଥିଲା। ସେ ସାହାଯ୍ୟ ସହଯୋଗ ଲୋଡ଼ିଥିଲେ ଓଡ଼ିଶା ଡ୍ରାଇଭର ମହାସଂଘର। ପରବର୍ତ୍ତୀ ମୁହୂର୍ତ୍ତରେ ଯାଜପୁର ସଦରର ଭାଇମାନେ ପହଞ୍ଚି ମେଡ଼ିକାଲରେ ଭାଇଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେଇଥିଲେ। ଗତକାଲି ମାଲକାନଗିରି ଜିଲ୍ଲାର ଭାଇମାନେ ପହଞ୍ଚିଥିଲେ ବଲାଙ୍ଗୀର ଜିଲ୍ଲା ବଙ୍ଗମୁଣ୍ଡାରେ। କାରଣ ଥିଲା ଶିବ ସାହୁ ଭାଇ ଯିଏକି ପୂର୍ବରୁ ମାଲକାନଗିରି ଜିଲ୍ଲାରେ ବହୁତ ଦିନ ଧରି ଗାଡ଼ି ଚାଳନା କରୁଥିଲେ ଏବଂ ଓଡ଼ିଶା ଡ୍ରାଇଭର ମହାସଂଘ ସହିତ ସେଠି ଜଡ଼ିତ ମଧ୍ୟ ରହିଥିଲେ। ତ ଗତ କିଛି ଦିନ ତଳେ ଭାଇଙ୍କର ହାର୍ଟଚୋକ୍ରେ ଦେହାନ୍ତ ହୋଇଯାଇଥିଲା ଏବଂ ତାଙ୍କର ଏକାଦଶାହ କାର୍ଯ୍ୟରେ ଯୋଗ ଦେବା ପାଇଁ ମାଲକାନଗିରିରୁ ଭାଇମାନେ ପହଞ୍ଚିଥିଲେ। ନିହାତି ଭାବରେ ତାଙ୍କ ପରିବାରକୁ ସାନ୍ତ୍ୱନା ଦେବା ସହିତ ଶିବ ଭାଇଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ପ୍ରାର୍ଥନା କରିଥିଲେ ଏବଂ ମାଲକାନଗିରିର ଭାଇମାନଙ୍କ ଦ୍ୱାରା କଲେକ୍ସନ୍ ହୋଇଥିବା 10,000 ଟଙ୍କା ଅର୍ଥରାଶି ତାଙ୍କ ଧର୍ମପତ୍ନୀଙ୍କ ହସ୍ତରେ ପ୍ରଦାନ କରିଥିଲେ। ଖୋର୍ଦ୍ଧା ଜିଲ୍ଲା ସଭାପତି ରାଜେଶ ଭାଇଙ୍କ ନେତୃତ୍ୱରେ ଗତକାଲି ଭୁବନେଶ୍ୱର ଅଟୋଜୋନ୍ 2ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅଟୋଜୋନ୍ 2 ପାଇଁ ନୂତନ ପଦାଧିକାରୀ ଚୟନ କରାଯାଇଥିଲା ଏବଂ ନୂତନ ପଦାଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ମଧ୍ୟ ଜଣାଇଥିବାର ସୂଚନା ରହିଛି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବୀରନରସିଂହପୁର ଅଞ୍ଚଳରେ ଗଡ଼ଜାତ ଲୋକ ମହୋତ୍ସବ ପାଳିତ ଉତ୍ସବରେ ଓଡ଼ିଶା ଡ୍ରାଇଭର ମହାସଂଘକୁ କିଛି କାର୍ଯ୍ୟଭାର ପ୍ରଦାନ କରାଯାଇଥିବା ସୂଚନା ରହିଛି, ଯେଉଁଥିରେ କି ଯାତ୍ରା କେମିତି ସୁରକ୍ଷିତ ଚାଲିବ ତା ପାଇଁ ଓଡ଼ିଶା ଡ୍ରାଇଭର ମହାସଂଘ ଏବଂ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମରେ ମଧ୍ୟ ସାହାଯ୍ୟ କରିବା ପାଇଁ ଓଡ଼ିଶା ଡ୍ରାଇଭର ମହାସଂଘ ହରଭଙ୍ଗା ବ୍ଲକ ବୀରନରସିଂହପୁରର ଭାଇମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ପରିଚାଳନା କରୁଥିବା ସୂଚନା ରହିଛି। ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଗଞ୍ଜାମ ଜିଲ୍ଲା କମିଟି ଏବଂ ସୋରଡ଼ା ବ୍ଲକର ସମସ୍ତ ଭାଇମାନେ ଉପସ୍ଥିତ ରହିଥିଲେ। ଏଥିରେ କିଛି ପଞ୍ଚାୟତର ପଦାଧିକାରୀକୁ ଅଦଳ ବଦଳ କରିବା ସହିତ ଆଗାମୀ ଦିନରେ ସୋରଡ଼ା ବ୍ଲକ କେମିତି ମଜବୁତର ସହିତ ଚାଲିବ ଏବଂ ସମସ୍ତ ଓଡ଼ିଶା ଡ୍ରାଇଭର ମହାସଂଘ ନିୟମ ମାନି ଭାଇମାନେ କେମିତି ଗାଡ଼ି ଚଲାଇବେ ଏବଂ କାର୍ଯ୍ୟ କରିବେ, ତେଣୁକରି ଭାଇମାନଙ୍କୁ ଶପଥ ପାଠ ମଧ୍ୟ କରାଯାଇଥିବାର ସୂଚନା ରହିଛି। କନ୍ଧମାଳ ଜିଲ୍ଲା ନୂଆଗାଁ ବ୍ଲକ ସାରଙ୍ଗଗଡ଼ ଜିପିର ଗୌରଚନ୍ଦ୍ର ନାୟକ ଭାଇଙ୍କର ଗତକାଲି ଦୁର୍ଘଟଣାରେ ଦେହାନ୍ତ ହୋଇଯାଇଛି ଏବଂ ଦେହାନ୍ତ ଖବର ଶୁଣି କନ୍ଧମାଳ ଜିଲ୍ଲାର
ଏବଂ ନୂଆଗାଁ ବ୍ଲକର ଭାଇମାନେ ପହଞ୍ଚି ଭାଇଙ୍କ ଶେଷକୃତ ସମ୍ପୂର୍ଣ୍ଣ କାର୍ଯ୍ୟରେ ଯୋଗ ଦେଇଥିଲେ ଏବଂ ତାଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ପ୍ରାର୍ଥନା କରିଥିଲେ। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ତରଫରୁ ପାରାଦୀପ ବ୍ଲକ ଥାନାର ନୂତନ ଭାବରେ ଦାୟିତ୍ୱ ଗ୍ରହଣ କରିଥିବା ଆଇଆଇସିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ନୂଆପଡ଼ା ଜିଲ୍ଲା ରାଜା ଖରିଆର ବ୍ଲକରେ ଗତକାଲି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏହି ବୈଠକରେ ରାଜା ଖରିଆର ବ୍ଲକ ପାଇଁ ନୂତନ ପଦପଦବୀ ଚୟନ କରାଯାଇଥିଲା। ଏଥିରେ ନୂଆପଡ଼ା ଜିଲ୍ଲା କମିଟି ଏବଂ ରାଜା ଖରିଆରର ସମସ୍ତ ପଞ୍ଚାୟତ କମିଟିଙ୍କ ଉପସ୍ଥିତିରେ ନୂତନ କମିଟି ଚୟନ କରାଯାଇଥିବା ସୂଚନା ରହିଛି।